ଶିବଙ୍କର କଣ୍ଠ ନୀଳ କାହିଁକି ଆମେ ଆଲୋଚନା କରିବା। କାରଣ ଯେତେବେଳେ ଆପଣ ଶିବ ମନ୍ଦିର ଯାଆନ୍ତି ସେତେବେଳେ ଆପଣ ପରମାତ୍ମା ଶିବଙ୍କୁ ହିଁ ନୀଳକଣ୍ଠେଶ୍ୱର ବୋଲି ହିଁ ଡାକିଥାନ୍ତି ଏବଂ ନୀଳଗ୍ରୀବ ବୋଲି ମଧ୍ୟ ଆପଣମାନେ ଡାକିଥାନ୍ତି। କ'ଣ ତତ୍ତ୍ୱ ରହିଛି ଯାହାଦ୍ୱାରା କି ହିଁ ଶିବଙ୍କର କଣ୍ଠ ନୀଳ ପଡ଼ିଯାଇଥିଲା? ଯେତେବେଳେ ସତ୍ୟ ଯୁଗରେ ସ୍ୱୟଂ ନାରାୟଣ କୁର୍ମ ଅବତାର ରୂପ ଧାରଣ କରିଥିଲେ ସେତେବେଳେ କ୍ଷୀର ସମୁଦ୍ରକୁ ମନ୍ଥନ କରିଥିଲେ। ଆପଣ ଜାଣିଛନ୍ତି ଯେତେବେଳେ ସମୁଦ୍ର ମନ୍ଥନ ହେଲା ସେତେବେଳେ କୁର୍ମ ଅବତାରରେ ନାରାୟଣ ତାଙ୍କ ନିଜ ପିଠିରେ ହିଁ ମନ୍ତ୍ରାଚଳ ପର୍ବତକୁ ରଖି ମନ୍ଥନ କରିଥିଲେ। କ'ଣ ମନ୍ଥନ କରିଥିଲେ? ନା କ୍ଷୀର ସମୁଦ୍ରକୁ ମନ୍ଥନ କରିଥିଲେ। କିପରି ମନ୍ଥନ କରିଥିଲେ? ନା ବାସୁକି ନାଗ ଗୋଡ଼େଇ ହୋଇଥିଲା ମନ୍ଦ୍ରାଚଳ ପର୍ବତକୁ ଏବଂ କୁର୍ମ ଅବତାରରେ ସ୍ୱୟଂ ନାରାୟଣ ନିଜେ ହିଁ ମନ୍ଦ୍ରାଚଳ ପର୍ବତକୁ ପିଠିରେ ରଖିଥିଲେ, ମନ୍ଥନ କରିଥିଲେ। ବାସୁକି ନାଗ ଯେଉଁ ଗୋଡ଼େଇ ହେଇଥିଲା ସେଇ ବାସୁକି ନାଗର ମୁହଁକୁ ବା ମୁଖକୁ ହିଁ ସବୁ ଅସୁରମାନେ ଧରିଥିଲେ ଏବଂ ତାଙ୍କର ଲାଞ୍ଜକୁ ହିଁ ଦେବତାମାନେ ଧରିଥିଲେ। ଯେତେବେଳେ ସମୁଦ୍ର ମନ୍ଥନ ହେଲା ସେତେବେଳେ ବିଷ ବାହାରିଥିଲା। କି ସେ ବିଷର ନାଁ କ'ଣ? ନା କାଳକୂଟ ବିଷ। ଏତେ ଭୟଙ୍କର ସେ ବିଷ ଯେ କି ହିଁ ଯେତେବେଳେ ସମୁଦ୍ର ମନ୍ଥନ ହେଲା କ୍ଷୀର ସମୁଦ୍ର ସେତେବେଳେ ଏଭଳି ଭାବରେ ଭୟଙ୍କର ବିଷ ବାହାରିଲା ଯେ ଯେଉଁ ବିଷରେ ହିଁ ସମସ୍ତେ ଭୟଭୀତ ହୋଇଯାଇଥିଲେ। ଦେବତା ମଧ୍ୟ ଭୟଭୀତ ହୋଇଥିଲେ, ଅସୁରମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଠିକ୍ ସେହି ସମୟରେ କୌଣସି ଉପାୟ ନ ପାଇ ଦେବତାମାନେ କ'ଣ କରିଥିଲେ ଏବଂ ଅସୁରମାନେ କ'ଣ କରିଥିଲେ? ସ୍ୱୟଂ ଶିବକୁ ହିଁ ଆହ୍ୱାନ କରିଥିଲେ, ପ୍ରାର୍ଥନା କରିଥିଲେ ଯେ ରକ୍ଷା କର ବୋଲି କହିଥିଲେ। ସେହି ସମୟରେ ହିଁ ସ୍ୱୟଂ ଶିବ ଆସି ଆବିର୍ଭାବ ହୋଇଥିଲେ ଏବଂ ନିଜେ ହିଁ ଯେଉଁ କାଳକୂଟ ବିଷକୁ ହିଁ ସେବନ କରିଥିଲେ। ଯଦି ସେ ବିଷକୁ ସେ ସେବନ ନ କରିଥାନ୍ତେ ତାହେଲେ ହିଁ ଆଉ ଏ ଜଗତ ରହିନଥାନ୍ତା। ଠିକ୍ ସେହି ସମୟରେ ଯେତେବେଳେ ଧାରଣ କରିବା ସମୟରେ ଏତେ ଉତ୍କଟ ସେ ବିଷ ଥିଲା ଯେ ତାଙ୍କର ଯେତେବେଳେ ଶରୀର ଭିତରକୁ ଯାଉଥିଲା ସେତେବେଳେ ମାତା ପାର୍ବତୀ ଆସି ପହଞ୍ଚି କ'ଣ କରିଥିଲେ? ନା ଶିବଙ୍କର କଣ୍ଠରେ ହିଁ ହାତ ଦେଇଥିଲେ, ଯେଉଁଟାକି ହିଁ ସେଇ ମାତା ପାର୍ବତୀଙ୍କ ଶକ୍ତି ଦ୍ୱାରା ହିଁ ଶିବ ସେଙ୍କର ଯେଉଁ ବିଷଟି, ଯେଉଁ କାଳକୂଟ ବିଷଟି ସେଇ କଣ୍ଠରେ ରହିଯାଇଥିଲା ଶିବଙ୍କର କଣ୍ଠରେ, ଆଉ ତଳକୁ ଯାଇ ନଥିଲା। କାରଣ ଏତେ ଭୟାବହ ସେ ବିଷର ରୂପ ଯେ ଯାହାଦ୍ୱାରା କି ହିଁ ଶିବ ଅଚେତ ହୋଇପଡ଼ିଥିଲେ। ଏବଂ ଠିକ୍ ସେହି ସମୟରେ ଯଦି ପାର୍ବତୀ ମାତା ପହଞ୍ଚି ନଥାନ୍ତେ ଏବଂ ଶିବଙ୍କର କଣ୍ଠରେ ହାତ ଦେଇନଥାନ୍ତେ ତାହେଲେ ହିଁ ସବୁ ଶିବଙ୍କର ଶରୀରରେ ସେ ବିଷ କ'ଣ କରିଯାଇଥାନ୍ତା? ବ୍ୟାପି ଯାଇଥାନ୍ତା। ତେଣୁ ଯେହେତୁ ମାତା ପାର୍ବତୀଙ୍କ ଶକ୍ତି ଦ୍ୱାରା ହିଁ କଣ୍ଠରେ ଶିବଙ୍କର ବିଷ ରହିଗଲା ସେଥିପାଇଁ ହିଁ ତାଙ୍କର କଣ୍ଠ ନୀଳ ପଡ଼ିଗଲା। ସେଥିପାଇଁ ତାଙ୍କୁ କୁହାଯାଏ କ'ଣ? ନା ନୀଳକଣ୍ଠେଶ୍ୱର। ଆପଣ ଜାଣିଛନ୍ତି ସମୁଦ୍ର ଯେତେବେଳେ କ୍ଷୀର ସମୁଦ୍ର ମନ୍ଥନ ହେଲା ସେତେବେଳେ ପ୍ରଥମେ ବିଷ ବାହାରିଥିଲା ଏବଂ ବିଷ ପରେ କ'ଣ ବାହାରିଥିଲା? ବିଭିନ୍ନ ପ୍ରକାର ପଦାର୍ଥ ବାହାରିଥିଲା। ଐରାବତ ହସ୍ତି ବାହାରିଥିଲା, ମାତା ଲକ୍ଷ୍ମୀ ମଧ୍ୟ ବାହାରିଥିଲେ, ଚନ୍ଦ୍ର ବାହାରିଥିଲେ ଏବଂ ଅମୃତ ମଧ୍ୟ ବାହାରିଥିଲା। ଆପଣ ଜାଣିଲେ ଶିବଙ୍କର କଣ୍ଠ ନୀଳ କାହିଁକି? ମାତା ପାର୍ବତୀ ଯେହେତୁ ସ୍ୱୟଂ ଶିବ ଯେତେବେଳେ ବିଷ ପାନ କରୁଥିଲେ କ୍ଷୀର ସମୁଦ୍ର ମନ୍ଥନ ବେଳେ ତାଙ୍କ କଣ୍ଠରେ ହିଁ ହାତ ଦେଇଥିଲେ ସେ ଶିବଙ୍କର କଣ୍ଠରେ, ସେତେବେଳେ ବିଷ ସେଇ ଶିବଙ୍କର କଣ୍ଠରେ ଯେହେତୁ ରହିଯାଇଥିଲା ସେ କଣ୍ଠଟି ନୀଳ ପଡ଼ି ଯାଇଥିଲା।